ଏହା ବି ସତ୍ୟ ବିଜୁ ଜନତା ଦଳ କେବଳ ବିଜୁବାବୁଙ୍କ ନାଁରେ ଯୋଜନା କରୁଥିଲା। ବିଜୁବାବୁଙ୍କୁ ନେଇକି ଭାରି ବ୍ୟସ୍ତ ଇଏ ସାମଗ୍ରିକ ଭାବରେ ସମସ୍ତଙ୍କ ପ୍ରତି ସବୁ ମହାପୁରୁଷଙ୍କ ପ୍ରତି ସମ୍ମାନ ଦେଲେ ବିଜୁ ଜନତା ଦଳ ଭଲ ହୁଅନ୍ତା। ବିଭାଗ ଠିକଣା ସମୟରେ ନିଷ୍ପତ୍ତି ନେବ, ସମୟ ତ ଅଛି। ଏତେ ଆଗରୁ ବିଜୁ ଜନତା ଦଳ କାହିଁକି ବ୍ୟସ୍ତ ହେଉଛି ମୁଁ କିଛି ବୁଝିପାରୁନି। ବିଜୁବାବୁଙ୍କୁ ନେଇକରି ଏତେ ବ୍ୟସ୍ତ, ଗୋପବନ୍ଧୁଙ୍କୁ ନେଇକି ବ୍ୟସ୍ତ ହେବା ଦରକାର, ଗୋଦାବରୀ ସିଂଙ୍କୁ ନେଇକି ବ୍ୟସ୍ତ ହେବା ଦରକାର, ମାଧବ ସିଂଙ୍କୁ ନେଇକି ବ୍ୟସ୍ତ। ଆମ ସରକାର ଲୋକଙ୍କ ସରକାର। ଆପଣ ଏଇ ବଜେଟରେ ଦେଖିଥିବେ ସବୁ ମହାପୁରୁଷଙ୍କୁ, ସବୁ ସମ୍ମାନସ୍ପଦ ପ୍ରତିଭାଙ୍କୁ ରାଜ୍ୟରେ ସମ୍ମାନ ଆମ ବଜେଟରେ ଦେଖିଥିବେ। ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ହେଉ, ଗୋଦାବରୀ ମିଶ୍ର ଆଦର୍ଶ ବିଦ୍ୟାଳୟ ହେଉ, ମାଧବ ସିଂ ହାତ ଖର୍ଚ୍ଚ ହେଉ, ଏ ସବୁ ମହାପୁରୁଷଙ୍କ ନାଁରେ ଆମେ ପ୍ରଣୟନ କରିଛେ। ରାଜ୍ୟରେ ଲୋକଙ୍କ ସରକାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଯେତେବେଳେ ସରକାର ହେଲା ସେତେବେଳେ ସାମଗ୍ରିକ ଭାବରେ ରାଜ୍ୟ ପ୍ରତି ଅବଦାନ ରଖିଥିବା ସମସ୍ତ ମହାପୁରୁଷଙ୍କୁ ଆମେ ସମ୍ମାନ ଦେଇଛୁ। ସେହି ଅନୁସାରେ ମହାପୁରୁଷଙ୍କ ନାଁରେ ମଧ୍ୟ ଯୋଜନା ପ୍ରଣୟନ କରିଛୁ। ଏହା ବି ସତ୍ୟ ବିଜୁ ଜନତା ଦଳ କେବଳ ବିଜୁବାବୁଙ୍କ ନାଁରେ ଯୋଜନା କରୁଥିଲା। ବିଜୁବାବୁଙ୍କୁ ନେଇକି ଭାରି ବ୍ୟସ୍ତ ଇଏ ସାମଗ୍ରିକ ଭାବରେ ସମସ୍ତଙ୍କ ପ୍ରତି ସବୁ ମହାପୁରୁଷଙ୍କ ପ୍ରତି ସମ୍ମାନ ଦେଲେ ବିଜୁ ଜନତା ଦଳ ଭଲ ହୁଅନ୍ତା।